ବିଜେଡି ଦୁର୍ନୀତିର ହିସାବ ପେଡ଼ି ଖୋଲିଲେ ମନ୍ତ୍ରୀ। ବିଧାନସଭାରେ ପୂର୍ବ ବିଜେଡି ସରକାର ଅମଳରେ ହୋଇଥିବା ବଡ଼ ଦୁର୍ନୀତିର ପେଡ଼ି ଖୋଲିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ପଞ୍ଚାୟତିରାଜ ବିଭାଗରେ ଚାଲିଥିବା ବଡ଼ ଦୁର୍ନୀତିକୁ ଧରିଛନ୍ତି ଖୋଦ୍ ପଞ୍ଚାୟତିରାଜ ମନ୍ତ୍ରୀ। ଏପରି ସାଂଘାତିକ ପ୍ରସଙ୍ଗରେ ଗୃହରେ ଉଠାଇ ଦୁର୍ନୀତିର ପର୍ଦ୍ଦାଫାଶ କରିଛନ୍ତି ସେ। 5 ବର୍ଷରେ 28 କୋଟି ଟଙ୍କାର ଦୁର୍ନୀତି ହୋଇଥିବା କହିଛନ୍ତି ମନ୍ତ୍ରୀ। ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ପଞ୍ଚାୟତିରାଜ ବିଭାଗରେ ଚାଲିଥିବା ବଡ଼ ଦୁର୍ନୀତିର ଗୋଟିଏ ଗୋଟିଏ କରି ହିସାବ ଦେଇଛନ୍ତି ମନ୍ତ୍ରୀ ରବି ନାରାୟଣ ନାୟକ। ବିଧାନସଭାରେ ମନ୍ତ୍ରୀ ରବି ନାରାୟଣ ନାୟକ ରଖିଥିବା ତଥ୍ୟ ଅନୁଯାୟୀ 2020 ଏବଂ 21ରେ 9 କୋଟି 13 ଲକ୍ଷ 28 ହଜାର ଟଙ୍କାର ଦୁର୍ନୀତିର, ସେହିପରି 21 ଆଉ 22 ମଧ୍ୟରେ 4 କୋଟି 28 ଲକ୍ଷ 16 ହଜାର ଟଙ୍କାର ଦୁର୍ନୀତି ହୋଇଛି। 2022-23 ବର୍ଷରେ 9 କୋଟି 17 ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। ସେମିତି 2023-24ରେ 3 କୋଟି 80 ଲକ୍ଷ 37 ହଜାର ଟଙ୍କାର ବଡ଼ ଦୁର୍ନୀତି ହୋଇଛି। ଆଜ୍ଞା ହଁ, ବିଜେଡି ଦୁର୍ନୀତିର ହିସାବ ପେଡ଼ି ଖୋଲିଦେଲେ ମନ୍ତ୍ରୀ ରବି ନାରାୟଣ ନାୟକ।